প্রিয় দর্শক বন্ধু, জয় শ্রীকৃষ্ণ, জয় জগন্নাথ। আমি ଶ୍ରୀମଦ୍ ଭାଗବତ ଗୀତାର ପଞ୍ଚମ ଅଧ୍ୟାୟ ଯାଏ ଶ୍ରବଣ କରିଥିଲେ। ଆସନ୍ତୁ ଆଜି ଶ୍ରୀମଦ୍ ଭାଗବତ ଗୀତାର ଷଷ୍ଠ ଅଧ୍ୟାୟ ଶ୍ରବଣ କରିବା। ଓମ୍ ପରମାତ୍ମାନାୟ ନମଃ। ଅଥ ଷଷ୍ଠ ଅଧ୍ୟାୟ ଆତ୍ମା ସଂଯମ ଯୋଗ। ଶ୍ରୀ ଭଗବାନୁବାଚ ଅନାଶ୍ରିତ କର୍ମ ଫଲଂ କାର୍ଯ୍ୟଂ କର୍ମ କରତି ଯ ସନ୍ନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ଚାକ୍ରିୟା। ଶ୍ରୀ ଭଗବାନ କହିଲେ, ଯେଉଁ ପୁରୁଷ କର୍ମଫଳକୁ ଆଶ୍ରୟ ନ କରି କର୍ତ୍ତବ୍ୟ କର୍ମ କରନ୍ତି ସେ ସନ୍ନ୍ୟାସୀ ତଥା ଯୋଗୀ ଅଟନ୍ତି। କେବଳ ଅଗ୍ନିତ୍ୟାଗ କରିଥିବା ଲୋକ ସନ୍ନ୍ୟାସୀ ନୁହେଁ କି କେବଳ କର୍ମତ୍ୟାଗ କରୁଥିବା ଲୋକ ଯୋଗୀ ନୁହେଁ। ଯଂ ସନ୍ନ୍ୟାସମିତି ପ୍ରାହୁର୍ଯଗଂ ତଂ ବିଦ୍ଧି ପାଣ୍ଡବା ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ। ହେ ଅର୍ଜୁନ, ଯାହାକୁ ସନ୍ନ୍ୟାସ ବୋଲି କହନ୍ତି ତାହାକୁ ହିଁ ତୁମେ ଯୋଗ ବୋଲି ଜାଣ। କାରଣ ସଂକଳ୍ପ ତ୍ୟାଗ କରିନଥିବା କୌଣସି ବି ପୁରୁଷ ଯୋଗୀ ହୋଇପାରେ ନାହିଁ। ଆରୁରୋକ୍ଷ ମୁନେର୍ ଯୋଗଂ କର୍ମ କାରଣମୁଚ୍ୟତେ ଯୋଗାରୂଢ଼ସ୍ସ ସମ କାରଣମୁଚ୍ୟତେ। ଯୋଗ ରୂଢ଼ ହେବାକୁ ଇଚ୍ଛୁକ ମନନଶୀଳ ପୁରୁଷଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହିଁ ହେତୁ ବୋଲି କୁହାଯାଏ ଓ ଯୋଗାରୂଢ଼ ହୋଇଯିବା ପରେ ସେହି ଯୋଗାରୂଢ଼ ପୁରୁଷଙ୍କର ସର୍ବସଂକଳ୍ପ ଶୂନ୍ୟତା ହିଁ ତାଙ୍କ କଲ୍ୟାଣର କାରଣ ବୋଲି କୁହାଯାଏ। ଯଦା ହି ଇନ୍ଦ୍ରିୟାର୍ଥେଷୁ ନ କର୍ମସନୁସଜ୍ଜତେ ସର୍ବସଂକଳ୍ପ ସନ୍ନ୍ୟାସୀ ଯୋଗାରୂଢ଼ସ୍ତଦୋଚ୍ୟତେ। ସର୍ବସଂକଳ୍ପ ତ୍ୟାଗୀ ପୁରୁଷ ଯେତେବେଳେ ଇନ୍ଦ୍ରିୟମାନଙ୍କର ଭୋଗରେ ଓ କର୍ମାନୁମାନଙ୍କର ମଧ୍ୟ ଆସକ୍ତ ହୁଅନ୍ତି ନାହିଁ ସେତେବେଳେ ସେ ଯୋଗାରୂଢ଼ ବୋଲି କଥିତ ହୁଅନ୍ତି। ଉଦ୍ଧରେଦାତ୍ମନାତ୍ମାନଂ ନାମାନମବସାଦୟେତ୍ ଆତ୍ମୈବ ହାତ୍ମନୋ ବୁଦ୍ଧ୍ୟାତ୍ମୈବ ରିପୁରାତ୍ମନା। ନିଜ ଦ୍ୱାରା ନିଜକୁ ସଂସାର ସାଗରରୁ ଉଦ୍ଧାର କରିବା ଉଚିତ, ନିଜକୁ ଅଧୋଗତିରେ ପକାଇଦେବା ଉଚିତ ନୁହେଁ। କାରଣ ମନୁଷ୍ୟ ନିଜେ ହିଁ ନିଜର ମିତ୍ର ଓ ନିଜେ ହିଁ ନିଜର ଶତ୍ରୁ ଅଟେ। ବନ୍ଧୁରାତ୍ମନସ୍ତସ୍ୟ ଯେନାତ୍ମନା ଜିତା ଅନାତ୍ମନସ୍ତୁ ଶତ୍ରୁତେ ବର୍ତ୍ତେତାତ୍ମୈବ ଶତ୍ରୁବତ୍। ଯେଉଁ ଜୀବାତ୍ମା ଦ୍ୱାରା ମନ ଓ ଇନ୍ଦ୍ରିୟ ସହିତ ଶରୀରକୁ ଜୟ କରାଯାଇଛି ସେହି ଜୀବାତ୍ମା ନିଜେ ହିଁ ନିଜର ମିତ୍ର ଏବଂ ଯାହାଦ୍ୱାରା ମନ ଇନ୍ଦ୍ରିୟ ଓ ଶରୀରକୁ ଜୟ କରାଯାଇ ନାହିଁ ସେ ନିଜେ ହିଁ ନିଜର ଶତ୍ରୁ ପରି ଆଚରଣ କରେ। ଜିତାତ୍ମାନ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତା ଶୀତୋଷ୍ଣ ସୁଖେ ଦୁଃଖେଷୁ ତଥା ମାନ ଅପମାନେ। ଶୀତ ଉଷ୍ମ ଓ ସୁଖ ଦୁଃଖରେ ତଥା ମାନ ଅପମାନରେ ଯାହାଙ୍କର ଅନ୍ତଃକରଣ ବୃତ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଶାନ୍ତ ରହନ୍ତି ସେପରି ସ୍ୱାଧୀନ ଆତ୍ମା ବିଶିଷ୍ଟ ପୁରୁଷଙ୍କ ଜ୍ଞାନରେ ସଚ୍ଚିଦାନନ୍ଦ ଘନ ପରମାତ୍ମା ସମ୍ୟକ ରୂପେ ଅବସ୍ଥାନ କରନ୍ତି, ଅର୍ଥାତ୍ ତାଙ୍କ ଜ୍ଞାନରେ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଛି ହିଁ ରହେ ନାହିଁ। ଜ୍ଞାନ ବିଜ୍ଞାନ ତୃପ୍ତାତ୍ମା କୂଟସ୍ଥ ବିଜିତେନ୍ଦ୍ରିୟ ଯୁକ୍ତ ଇତସ୍ତତତେ ଯୋଗୀ ସମଲୋଷ୍ଠାଶ୍ଳକାଞ୍ଚନ। ଯାହାଙ୍କ ଅନ୍ତଃକରଣ ଜ୍ଞାନ ବିଜ୍ଞାନରେ ତୃପ୍ତି, ଯାହାଙ୍କ ସ୍ଥିତି ବିକାଶ ଶୂନ୍ୟ, ଯାହାଙ୍କର ଇନ୍ଦ୍ରିୟମାନେ ସମ୍ପୂର୍ଣ୍ଣ
ବଶୀଭୂତ ହୋଇଯାଇଛନ୍ତି ଏବଂ ଯାହାଙ୍କ ପାଇଁ ମାଟି ପଥର ଓ ସୁନା ସମାନ ତାଙ୍କୁ ଯୁକ୍ତ ଅର୍ଥାତ୍ ଭଗବତ ପ୍ରାପ୍ତ ଯୋଗୀ ବୋଲି କୁହାଯାଏ। ସହୀନ ମିତ୍ରାଜୋଦାସୀନ ମଧ୍ୟସ୍ଥ ଦେଶ ବନ୍ଧୁଷୁ ସାଧୁଷପି च ପାପେଷु ସମବୁଦ୍ଧିर्विनिश्यते ବିଶେଷତେ ସୁହୃଦ ମିତ୍ର ବୈରୀ ଉଦାସୀନ ମଧ୍ୟସ୍ଥ ଦେଶ ବନ୍ଧୁଗଣଙ୍କ ଠାରେ ଧର୍ମାତ୍ମାଙ୍କ ଠାରେ ଓ ପାପୀମାନଙ୍କ ଠାରେ ମଧ୍ୟ ସମାନ ଭାବ ରଖିଥିବା ପୁରୁଷ ଅତ୍ୟନ୍ତ ଶ୍ରେଷ୍ଠ ଅଟନ୍ତି। ଯୋଗୀ ଯୁଞ୍ଜନ୍ତି ତତତ୍ତ ଆତ୍ମାନଂ ରହସି ସ୍ଥିତ ଏକାକୀ ଯତ ଚିତ୍ତାତ୍ମା ନିରାଶିର ପରିଗ୍ରହ। ମନ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ବଶ କରି ରଖିଥିବା ଆଶାରହିତ ସଂଗ୍ରହ ଇଚ୍ଛାଶୂନ୍ୟ ଯୋଗୀ ଏକାକୀ ହିଁ ଏକାନ୍ତ ସ୍ଥାନରେ ରହି ଆତ୍ମାକୁ ନିରନ୍ତର ପରମାତ୍ମାରେ ଲଗାଇବା ଉଚିତ। ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ନାତୋନ୍ଦ୍ରିୟତଂ ନାତି ନେଚଂ ଚୈଲାଜିନ କୁଶୋତ୍ତମରମ୍। ଶୁଦ୍ଧ ଭୂମି ଉପରେ କ୍ରମଶଃ କୁଶ ତା ଉପରେ ମୃଗଚର୍ମ ଓ ତା ଉପରେ ବସ୍ତ୍ର ବିଛାଇ ଅତି ଉଚ୍ଚ କିମ୍ବା ଅତି ନୀଚ ନ କରି ନିଜର ଆସନ ଦୃଢ଼ ରୂପେ ସ୍ଥାପନ କରି ତତ୍ରେକାଗ୍ରଂ ମନଃ କ୍ରୀତା ଯତ ଚିତ୍ତେନ୍ଦ୍ରିୟା କ୍ରିୟା ଉପବିଶ୍ୟାସନେ ଯୁଞ୍ଜତ ଯୋଗମାତ୍ମା ବିଶେଷଶୁଦ୍ଧୟେ। ସେହି ଆସନରେ ବସି ଓ ଚିତ୍ତ ଓ ଇନ୍ଦ୍ରିୟମାନଙ୍କୁ କ୍ରିୟା ନିୟନ୍ତ୍ରଣ କରି ମନ ଏକାଗ୍ର କରି ଅନ୍ତଃକରଣ ଶୁଦ୍ଧ ପାଇଁ ଯୋଗ ଅଭ୍ୟାସ କରିବା ଉଚିତ। ସମଂ କାୟ ଶିରଗ୍ରାବଂ ଧାରୟନ୍ନଚଳଂ ସ୍ଥିରା ସମ୍ପ୍ରେକ୍ଷ୍ୟ ନାସିକାଗ୍ରସଂ ଦିଶଶ୍ଚ ନ ବଳକାୟନ୍। ଶରୀର ଶିର ଏବଂ ଗ୍ରୀବା ସଳଖ ଓ ଅଚଳ ରଖି ଏବଂ ସ୍ଥିର ହୋଇ ନିଜ ନାସିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରି ଅନ୍ୟ ଆଡ଼େ ନ ଚାହିଁ ପ୍ରଶାନ୍ତାତ୍ମା ବିଗତର୍ବିବ୍ରହ୍ମଚାରିବ୍ରତେ ସ୍ଥିତା ମନଃସଂଯମଚିତ୍ତୌ ଯୁକ୍ତା ଆସୀତ ମତ୍ପରା। ବ୍ରହ୍ମଚର୍ଯ୍ୟ ବ୍ରତରେ ସ୍ଥିତ ଭୟ ରହିତ ତଥା ଭଲ ଭାବରେ ଶାନ୍ତ ଅନ୍ତଃକରଣ ବିଶିଷ୍ଟ ସାବଧାନ ଯୋଗୀ ମନ ସଂଯତ କରି ମୋଠାରେ ଯୁକ୍ତଚିତ୍ତ ହୋଇ ଏବଂ ମୋର ପରାୟଣ ହୋଇ ଅବସ୍ଥିତ ହେବା ଉଚିତ। ଯୁଞ୍ଜନ୍ୟେବଂ ସଦାତ୍ମାନଂ ଯୋଗୀ ନିୟତମାନସା ଶାନ୍ତିନିର୍ବାଣ ପରମଂ ମତ ସଂସ୍ଥାମଧିଗଚ୍ଛତି। ମନ ବଶ କରିଥିବା ଯୋଗୀ ଏପରି ଭାବରେ ଆତ୍ମାକୁ ନିରନ୍ତର ମୋର ଅର୍ଥାତ୍ ପରମେଶ୍ୱରଙ୍କର ସ୍ୱରୂପରେ ଲଗାଇ ମୋଠାରେ ଥିବା ପରମାନନ୍ଦ ପରାକାଷ୍ଠା ରୂପୀ ଶାନ୍ତି ପ୍ରାପ୍ତ ହୁଅନ୍ତି ଅର୍ଥାତ୍ ମୋତେ ପ୍ରାପ୍ତ ହୋଇଯାଆନ୍ତି। ନାତସ୍ନତୋସ୍ତୁ ଯୋଗସ୍ଥି ନ ଚୈକାନ୍ତ ମନାସ୍ନତ ନ ଚାତିସ୍ୱପ୍ନଶୀଲସ୍ୟ ଜାଗ୍ରତ ନୈବ ଚାର୍ଜୁନ। ହେ ଅର୍ଜୁନ, ଯେ ବହୁତ ଭୋଜନ କରେ କିମ୍ବା ଯେ ଆଦୌ ଭୋଜନ କରେ ନାହିଁ କିମ୍ବା ଯେ ବହୁତ ଶୁଏ କିମ୍ବା ଯେ ଆଦୌ ଶୁଏ ନାହିଁ ତାଦ୍ୱାରା ଏହି ଯୋଗ ସିଦ୍ଧି ହୁଏ ନାହିଁ। ଯକ୍ତାହାର ବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମେଷୁ ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖଃ। ଏହି ଦୁଃଖ ନାଶକ ଯୋଗ ତ ଯଥାଯୋଗ୍ୟ ଆହାର ବିହାର କରୁଥିବା ଲୋକର କର୍ମମାନଙ୍କରେ ଯଥାଯୋଗ୍ୟ ଚେଷ୍ଟା କରୁଥିବା ଲୋକର ତଥା ଯଥାଯୋଗ୍ୟ ନିଦ୍ରା ଯାଉଥିବା ଓ ଜାଗରଣ କରୁଥିବା ଲୋକର ହିଁ ସିଦ୍ଧ ହୁଏ।
যদা বিনয়ত চিত্তাত্মনবতিষ্ঠতে নিঃস্পৃহং সর্বকামভ্য যুক্ত ইত্যুচ্যতে। ତଦା ସମ୍ପୂର୍ଣ୍ଣ ବଶୀଭୂତ ହୋଇଥିବା ଚିତ୍ତ ଯେତେବେଳେ ପରମାତ୍ମାଙ୍କଠାରେ ହିଁ ଭଲ ଭାବରେ ଲାଗିଯାଏ, ସେତେବେଳେ ସକଳ ଭୋଗରେ ନିଃସ୍ପୃହ ପୁରୁଷଙ୍କୁ ଯୋଗଯୁକ୍ତ ବୋଲି କୁହାଯାଏ। ଯଥା ଦୀପ ନିବାତସ୍ତୁ ନେଙ୍ଗତେ ସପମାଶ୍ରିତା ଯୋଗିନ ଯତ ଚିତ୍ତସ୍ୟ ଯୁଞ୍ଜତ ଜଗମାତ୍ମନ। ପବନ ନଥିବା ସ୍ଥାନରେ ଦୀପର ଶିଖା ଯେପରି ଚଞ୍ଚଳ ହୁଏ ନାହିଁ, ପରମାତ୍ମାଙ୍କ ଧ୍ୟାନରେ ଲାଗିଥିବା ଯୋଗୀଙ୍କର ବଶୀଭୂତ ଚିତ୍ତକୁ ମଧ୍ୟ ସେହି ଉପମା ଦିଆଯାଏ। ଯତ୍ର ପରମତେ ଚିତ୍ତଂ ନିରୁଦ୍ଧ ଯୋଗ ସେବୟା ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି। ଯୋଗାଭ୍ୟାସ ଦ୍ୱାରା ନିରୁଦ୍ଧ ହୋଇଥିବା ଚିତ୍ତ ଯେଉଁ ଅବସ୍ଥାରେ ଉପରତ ହୋଇଯାଏ ଓ ଯେଉଁ ଅବସ୍ଥାରେ ପରମାତ୍ମାଙ୍କ ଧ୍ୟାନରେ ଶୁଦ୍ଧ ହୋଇଥିବା ସୂକ୍ଷ୍ମ ବୁଦ୍ଧି ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ କରି ସଚ୍ଚିଦାନନ୍ଦ ଘନ ପରମାତ୍ମାରେ ହିଁ ସନ୍ତୁଷ୍ଟ ହୋଇ ରହେ। ସୁଖମାତ୍ମାନ୍ତିକଂ ଯତଦ୍ ବୁଦ୍ଧିଗ୍ରାହମତୀନ୍ଦ୍ରିୟଂ ବ୍ୟକ୍ତି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଲତି ତତଃ। କେବଳ ବିଶୁଦ୍ଧ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ଗ୍ରହଣ ଯୋଗ୍ୟ ଯେଉଁ ଇନ୍ଦ୍ରିୟତୀତ ଅନନ୍ତ ଆନନ୍ଦ ରହିଛି, ଯୋଗୀ ତାହାକୁ ଯେଉଁ ଅବସ୍ଥାରେ ଅନୁଭବ କରନ୍ତି ଓ ଯେଉଁ ଅବସ୍ଥାରେ ଅବସ୍ଥିତ ହୋଇ ଏହି ଯୋଗୀ ପରମାତ୍ମାଙ୍କ ସ୍ୱରୂପ କଦାପି ବିଚଳିତ ହୁଅନ୍ତି ନାହିଁ। ଯଂ ଲବ୍ଧ୍ୱା ଚ ପରଂ ଲାଭଂ ମନୋତ୍ଥେନାଧିକଂ ତଦ୍ ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚଲତେ। ପରମାତ୍ମା ପ୍ରାପ୍ତି ରୂପ ଯେଉଁ ଲାଭ ପାଇଗଲେ ତାଠାରୁ ଅଧିକ ଅନ୍ୟ କିଛି ଲାଭ ଅଛି ବୋଲି ଯୋଗୀ ମାନନ୍ତି ନାହିଁ ଓ ପରମାତ୍ମା ପ୍ରୀତି ରୂପକ ଯେଉଁ ଅବସ୍ଥାରେ ସ୍ଥିତ ହୋଇଗଲେ ଯୋଗୀ ଅତିଶୟ ଦୁଃଖରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ। ତଂ ବିଦଧ୍ ଦୁଃଖଂ ଯୋଗ ବିୟୋଗଂ ଯୋଗ ସଂଗୀତଂ ସ ନିଶ୍ଚୟେନ ଯୋକ୍ତବ୍ୟ ଯୋଗ ନିର୍ବିଣ୍ଣଚେତସା। ଯାହା ଦୁଃଖ ରୂପକ ସଂସାର ସଂଯୋଗରୁ ରହିତ ତଥା ଯାହାର ନାମ ଯୋଗ, ତାହା ଜାଣିବା ଆବଶ୍ୟକ। କ୍ଷୁଣ୍ଣ ନ ହୋଇ ଅର୍ଥାତ୍ ଧୈର୍ଯ୍ୟ ଧରି ଉତ୍ସାହିତ ଚିତ୍ତରେ ନିଶ୍ଚୟ ପୂର୍ବକ ସେହି ଯୋଗ ସାଧନ କରିବା କର୍ତ୍ତବ୍ୟ। ସଂକଳ୍ପ ପ୍ରଭବାନକାତ୍ମାସ୍ତ୍ୟକ୍ତ ସର୍ବନଶେଷତଃ ମନସୈବେନ୍ଦ୍ରିୟ ଗ୍ରାମଂ ବିନିୟମ୍ୟ ସମନ୍ତତଃ। ସଂକଳ୍ପରୁ ଉତ୍ପନ୍ନ ହେଉଥିବା ସକଳ କାମନା ନିଃଶେଷ ରୂପେ ତ୍ୟାଗ କରି ସମସ୍ତ ଇନ୍ଦ୍ରିୟ ସବୁ ଦିଗରୁ ମନଦ୍ୱାରା ଭଲ ଭାବରେ ନିରୋଧ କରିବା ପୂର୍ବକ ସୈନ୍ୟ ରୂପ ରମ୍ୟେଦ୍ ବୁଦ୍ଧ୍ୟୋ ଧୃତିଗ୍ରାହୀତୟା ଆତ୍ମସଂସ୍ଥା ମନଃକୃତା ନ କିଞ୍ଚିଦପି ଚିନ୍ତୟେ। କ୍ରମଶଃ ଅଭ୍ୟାସ କରି କରି ଉପରତି ପ୍ରାପ୍ତ ହେବା ଉଚିତ ତଥା ଧୈର୍ଯ୍ୟଶୀଳ ବୁଦ୍ଧି ଦ୍ୱାରା ପରମାତ୍ମାରେ ମନ ଲଗାଇ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଛି ବି ଚିନ୍ତନ କରିବା ଉଚିତ ନୁହେଁ। ଯତ ଯତ ନିଚରତି ମନଶ୍ଚଳମଚିତ୍ରଂ ମନଶ୍ଚଞ୍ଚଳମସ୍ଥିରଂ ତଦସ୍ତଦୋ
ନିୟମତଦାତ୍ମାନବ ବଂଶନୟତେ। ଏଇ ଅସ୍ଥିର ଚଞ୍ଚଳ ମନ ଯେଉଁ ଯେଉଁ ସତ୍ତାଦି ବିଷୟ ନିମନ୍ତେ ସଂସାରରେ ବିଚରଣ କରେ, ତାହାକୁ ସେହି ସେହି ବିଷୟରୁ ନିବୃତ୍ତ କରି ଆଣି ବାରମ୍ବାର ପରମାତ୍ମାଙ୍କଠାରେ ହିଁ ନିରୁଦ୍ଧ କରିବା ଉଚିତ। ପ୍ରଶାନ୍ତ ମନସଂ ହନଂ ଯୋଗିନଂ ସୁଖମୁତ୍ତମଂ ଉପୈତି ଶାନ୍ତରଜସଂ ବ୍ରହ୍ମଭୂତମକଲଶଂ। ଯାହାଙ୍କର ମନ ସମ୍ପୂର୍ଣ୍ଣ ଶାନ୍ତ, ପାପରୁ ମୁକ୍ତ, ଯାହାଙ୍କର ରଜୋଗୁଣ ଶାନ୍ତ ହୋଇଗଲାଣି, ସଚ୍ଚିଦାନନ୍ଦ ଘନ ବ୍ରହ୍ମଙ୍କ ସହିତ ଏକୀଭୂତ ହୋଇଥିବା ସେହି ଯୋଗୀଙ୍କୁ ଉତ୍ତମ ଆନନ୍ଦ ମିଳେ। ଯୁଞ୍ଜନେବଂ ସଦାତ୍ମାନଂ ଯୋଗୀ ବିଗତ କଳ୍ପସ ସୁଖେନ ବ୍ରହ୍ମସଂସ୍ପର୍ଶମତ୍ୟନ୍ତଂ ସୁଖମଶ୍ନୁତେ। ସେହି ନିଷ୍ପାପ ଯୋଗୀ ଆତ୍ମାକୁ ଏହିପରି ନିରନ୍ତର ପରମାତ୍ମାରେ ଲଗାଇ ରଖି ସୁଖପୂର୍ବକ ପରଂବ୍ରହ୍ମ ପରମାତ୍ମା ପ୍ରାପ୍ତିରୂପକ ଅନନ୍ତ ଆନନ୍ଦ ଅନୁଭବ କରନ୍ତି। ସର୍ବଭୂତಸ್ಥମାତ୍ମାନଂ ସର୍ବଭୂତାନି ଚାତ୍ମନି ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନ। ସର୍ବବ୍ୟାପୀ ଅନନ୍ତ ଚେତନାରେ ଅର୍ଥାତ୍ ପରଂବ୍ରହ୍ମ ପରମାତ୍ମାରେ ଏକାକୀ ଭାବରେ ସ୍ଥିତିରୂପକ ଯୋଗରେ ଯୁକ୍ତ ଆତ୍ମମାନ ତଥା ସର୍ବତ୍ର ସମଭାବ ଦର୍ଶନ କରୁଥିବା ଯୋଗୀ ଆତ୍ମାକୁ ସକଳ ଭୂତରେ ଥିବା ଓ ସକଳ ଭୂତଙ୍କୁ ଆତ୍ମାରେ କଳ୍ପିତ ହୋଇଥିବା ଦେଖନ୍ତି। ଯ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟାହଂ ନ ପ୍രണଶ୍ୟାମି ସ ଚ ମେ ନ ପ୍ರಣଶ୍ୟତି। ଯେଉଁ ପୁରୁଷ ସକଳ ପ୍ରାଣୀଙ୍କଠାରେ ସକଳଙ୍କର ଆତ୍ମା ରୂପେ ମୋତେ ଅର୍ଥାତ୍ ବାସୁଦେବଙ୍କୁ ହିଁ ଦେଖନ୍ତି ଓ ସକଳ ପ୍ରାଣୀଙ୍କୁ ମୋର ଅର୍ଥାତ୍ ବାସୁଦେବଙ୍କର ଅନ୍ତର୍ଗତ ଥିବା ଦେଖନ୍ତି, ତାଙ୍କୁ ମୁଁ ଅଦୃଶ୍ୟ ନୁହେଁ କି ସେ ମୋତେ ଅଦୃଶ୍ୟ ନୁହନ୍ତି। ସର୍ବଭୂତସ୍ଥିତାଂ ଯ ମାଂ ଭଜତ୍କର୍ତ୍ତମାଶ୍ଚିତା ସର୍ବଥା ବର୍ତ୍ତମାନୋऽସ୍ମି ସ ଯୋଗୀ ମୟି ବର୍ତ୍ତତେ। ଯେଉଁ ପୁରୁଷ ଐକାନ୍ତିକ ଭାବରେ ରହି ସମସ୍ତ ପ୍ରାଣୀଙ୍କୁ ଠାରେ ଆତ୍ମା ରୂପରେ ଅବସ୍ଥିତ ମୋତେ ସଚ୍ଚିଦାନନ୍ଦ ଘନ ବାସୁଦେବଙ୍କୁ ଭଜନ୍ତି, ସେହି ଯୋଗୀ ସକଳ ପ୍ରକାର କ୍ରିୟାକଳାପ କରୁଥିଲେ ମଧ୍ୟ ମୋ ପାଇଁ ହିଁ ସବୁ କିଛି କରୁଥାନ୍ତି। ଆତ୍ମୈବ ମନୋ ସର୍ବତ୍ର ସମଂ ପଶ୍ୟତି ଯ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସ ଯୋଗୀ ପରମମତଃ। ହେ ଅର୍ଜୁନ, ଯେଉଁ ଯୋଗୀଙ୍କର ସକଳ ଭୂତରେ ଆତ୍ମଭାବ ହୋଇଯାଏ ଓ ସେ ସମସ୍ତଙ୍କୁ ନିଜ ପରି ଦେଖନ୍ତି, ସମସ୍ତଙ୍କ ସୁଖ ଦୁଃଖକୁ ବି ନିଜର ସୁଖ ଦୁଃଖ ସମାନ ଦେଖନ୍ତି, ତାଙ୍କୁ ପରମ ଯୋଗୀ ବୋଲି ସ୍ୱୀକାର କରାଯାଏ। ଅର୍ଜୁନ ବାଚ ଯୟଂ ଯୋଗସ୍ତଥା ପ୍ରୋକ୍ତ ମାନନ ମଧୁସୂଦନ ଏତସ୍ୟାହଂ ନ ପଶ୍ୟାମି ଚଞ୍ଚଳତା ସ୍ଥିତିଂ ସ୍ଥିରାମ୍। ଅର୍ଜୁନ କହିଲେ, ହେ ମଧୁସୂଦନ, ଏହି ଯେଉଁ ସମତ୍ୱ ରୂପକ ଯୋଗ ଆପଣ କହିଲେ, ମନର ଚଞ୍ଚଳତା ଦୃଷ୍ଟିରୁ ମୁଁ ତାହା ନିତ୍ୟ ସ୍ଥିତି ଦେଖିପାରୁ ନାହିଁ। ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥୋ ବଳବଦୃଢଂ ତସ୍ୟାହଂ ନିଗ୍ରହଂ ମନୋ ବାୟୋରିବ ସୁଦୁଷ୍କରମ୍। କାରଣ ହେ ଶ୍ରୀକୃଷ୍ଣ, ଏହି ମନ ବଡ଼ ଚଞ୍ଚଳ, ଇନ୍ଦ୍ରିୟ କ୍ଷୁବ୍ଧକାରୀ, ଅତ୍ୟନ୍ତ ଦୃଢ଼ ଓ ବଳବାନ ଅଟେ। ତେଣୁ ମୁଁ ଭାବୁଛି ତାହାକୁ ବଶ କରିବା ବାୟୁକୁ ବଶ କରିବା ପରି ଅତ୍ୟନ୍ତ ଦୁଷ୍କର। ଶ୍ରୀଭଗବାନ୍ ଉବାଚ ଅସଂଶୟ ମହାବାହୋ ମନୋ
दुर्निग्रहं चलम् अभ्यासेन तु कन्तेय ବୈରାଗ୍ୟ च ଗୃହତେ। ଶ୍ରୀ ଭଗବାନ କହିଲେ, ହେ ମହାବାହୁ, ମନ ଯେ ଚଞ୍ଚଳ ବଡ଼ କଷ୍ଟରେ ବଶୀଭୂତ ହୁଏ ତାହା ନିଃସନ୍ଦେହ। କିନ୍ତୁ ହେ କୈକେୟୀପୁତ୍ର ଅର୍ଜୁନ, ଅଭ୍ୟାସ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୋଇଯାଏ। ଅସଂଯତାତ୍ମନା ଯୋଗଂ ଦୁଷ୍ପ୍ରାପ୍ୟ ଇତି ମେ ମତି ବଶ୍ୟମନା ତୁ ଯତତା ଯଃ ବାସୁମୁପାୟତ। ଯାହାର ମନ ସଂଯତ ହୋଇନାହିଁ, ଯାଦ୍ୱାରା ଯୋଗ ଦୁଷ୍ପ୍ରାପ୍ୟ କିନ୍ତୁ ମନକୁ ବଶ କରିଥିବା ପ୍ରଯତ୍ନଶୀଳ ପୁରୁଷଙ୍କ ଦ୍ୱାରା ସାଧନା ବଳରେ ତାହା ପ୍ରାପ୍ତ ହେବା ସହଜ, ଏହା ମୋର ମତ। ଅର୍ଜୁନବାଚ ଅଯତି ଶ୍ରଦ୍ଧୟୋପେତ ଯୋଗାଚଲିତମାନସା ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତି କୃଷ୍ଣ ଗଚ୍ଛତି। ଅର୍ଜୁନ କହିଲେ, ହେ ଶ୍ରୀକୃଷ୍ଣ, ଯେଉଁ ଯୋଗୀରେ ଶ୍ରଦ୍ଧାଶୀଳ ଅଥଚ ସଂଯମୀ ନୁହନ୍ତି ଏବଂ ସେହି କାରଣରୁ ଯାହାଙ୍କ ମନ ଅନ୍ତକାଳରେ ଯୋଗରୁ ବିଚଳିତ ହୋଇଯାଇଛି, ସେପରି ସାଧକ ଯୋଗସିଦ୍ଧ ଅର୍ଥାତ୍ ଭଗବତ୍ ସାକ୍ଷାତ୍କାର ପ୍ରାପ୍ତି କରି ନ ପାରି କେଉଁ ଗତି ପ୍ରାପ୍ତି ହୁଅନ୍ତି? ଛିନ୍ନ କଚ୍ଛିନ୍ନ ଭୟ ବିଭ୍ରଷ୍ଟ ସ ଛିନ୍ନଭ୍ରମଂ ନଶ୍ୟତି ଅପ୍ରତିଷ୍ଠ ମହାବାହୁ ବିମୂଢ଼ ବ୍ରହ୍ମଣ୍ୟ ପଥି। ହେ ମହାବାହୁ, କଣ ସେହି ଭଗବାନ ପ୍ରାପ୍ତି ମାର୍ଗରେ ମୋହିତ ଓ ଆଶ୍ରୟ ରହିତ ହୋଇଯାଇଥିବା ପୁରୁଷ ଛିନ୍ନ ଭିନ୍ନ ମେଘ ପରି ଉଭୟ ଦିଗରୁ ଭ୍ରଷ୍ଟ ହୋଇ ନଷ୍ଟ ହୋଇଯାଆନ୍ତି ନାହିଁ? ଏତନ୍ମେ ସଂଶୟଂ କୃଷ୍ଣ ଛେତୁ ମହର୍ଷେଷତଃ ତଦନ୍ୟ ସଂଶୟାସ୍ୟ ଚେତା ନ ହି ଉପପଦ୍ୟତେ। ହେ ଶ୍ରୀକୃଷ୍ଣ, ମୋର ଏହି ସଂଶୟ ସମ୍ପୂର୍ଣ୍ଣ ରୂପେ ଛେଦନ କରିବାକୁ ଆପଣ ହିଁ ଯୋଗ୍ୟ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଏହି ସଂଶୟର ଛେଦନକାରୀ ମିଳିବା ସମ୍ଭବ ନୁହେଁ। ଶ୍ରୀ ଭଗବାନୁବାଚ ପାର୍ଥ ନୈବେହ ନାମୁତ୍ର ବିନାଶସ୍ତସ୍ୟ ବିଦ୍ୟତେ ନ ହି କଲ୍ୟାଣ କୃତ କଶ୍ଚିଦ୍ ଦୁର୍ଗତିଂ तात ଗଚ୍ଛତି। ଶ୍ରୀ ଭଗବାନ କହିଲେ, ହେ ପାର୍ଥ, ସେହି ପୁରୁଷଙ୍କର ଇଚ୍ଛା ଲୋକରେ ବିନାଶ ହୁଏ ନାହିଁ କି ପରଲୋକରେ ବିନାଶ ହୁଏ ନାହିଁ। କାରଣ ହେ ପ୍ରିୟ, ଆତ୍ମୋଦ୍ଧାର ପାଇଁ ଅର୍ଥାତ୍ ଭଗବତ୍ ପ୍ରାପ୍ତି ପାଇଁ କର୍ମ କରୁଥିବା କୌଣସି ବି ପୁରୁଷ ଦୁର୍ଗତି ପ୍ରାପ୍ତ ହୁଅନ୍ତି ନାହିଁ। ପ୍ରାପ ପୁଣ୍ୟ କୃତାଂ ଲୋକାନୁସୀତା ଶାଶ୍ୱତୀ ସମା ଶୁଚିନାଂ ଶ୍ରୀମତାଂ ଗେହେ ଯୋଗଭ୍ରଷ୍ଟ ବିଜାୟତେ। ଯୋଗଭ୍ରଷ୍ଟ ପୁରୁଷ ପୁଣ୍ୟବାନ ମାନଙ୍କର ଲୋକ ଅର୍ଥାତ୍ ସ୍ୱର୍ଗାଦି ଉତ୍ତମ ଲୋକ ପ୍ରାପ୍ତ ହୁଅନ୍ତି ଓ ବହୁ ବର୍ଷ ଯାଏ ସେଠାରେ ନିବାସ କରି ଶୁଦ୍ଧ ଆଚରଣ ବିଶିଷ୍ଟ ଶ୍ରୀମନ୍ତ ଲକ୍ଷ୍ମୀମନ୍ତ ପୁରୁଷମାନେ ଘରେ ଜନ୍ମ ହୁଅନ୍ତି। ଅଥବା ଯୋଗୀନାମେବ କୁଲେ ଭବତି ଧୀମାତା ଏତद्धି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍। ଅଥବା ବୈରାଗ୍ୟବାନ ପୁରୁଷ ସେସବୁ ଲୋକଙ୍କୁ ନ ଯାଇ ଜ୍ଞାନବାନ ଯୋଗୀମାନଙ୍କ କୋଳରେ ହିଁ ଜନ୍ମ ନିଅନ୍ତି। କିନ୍ତୁ ଏପରି ଜନ୍ମ ସଂସାରରେ ନିଃସନ୍ଦେହ ଅତ୍ୟନ୍ତ ଦୁର୍ଲଭ। ତତ୍ର तं ବୁଦ୍ଧିସଂଯୋଗଂ ଲଭତେ ପୌର୍ବଦେହେକଂ ଯତେତେ ତତୋ ଭୂୟ ସଂସିଦ୍ଧୋ କୁରୁ ନନ୍ଦନ। ସେଠାରେ ସେହି ପୂର୍ବ ଜନ୍ମର ଶରୀରରେ ସଂଗ୍ରହ କରିଥିବା ବୁଦ୍ଧିର ଯୋଗ ସଂଯୋଗ ଅର୍ଥାତ୍ ସମବୁଦ୍ଧି ରୂପକ ଯୋଗ ସଂସ୍କାର ଗୁଡ଼ିକୁ ସେ ସହଜରେ ପାଇଯାଆନ୍ତି। ଏବଂ ହେ
କୁରୁନନ୍ଦନ ଓ ତାହାର ପ୍ରଭାବରେ ସେ ପୁଣି ଥରେ ପରମାତ୍ମା ପ୍ରାପ୍ତି ରୂପକ ସିଦ୍ଧି ପାଇଁ ପୂର୍ବକ ଅପେକ୍ଷା ଅଧିକ ପ୍ରଯତ୍ନ କରନ୍ତି। ପୂର୍ବଭାଷ୍ୟନ ତେନୈବ ह्रियते हेवायापेषा जिघ्रासुकरोऽपि ଯୋଗସ୍ୟ ଶବ୍ଦ ବ୍ରହ୍ମ ଅତିବର୍ଦ୍ଧତେ। ଲକ୍ଷ୍ମୀବାନ ଲୋକଙ୍କ ଘରେ ଜନ୍ମ ନେଇଥିବା ସେହି ଯୋଗଭ୍ରଷ୍ଟ ପୁରୁଷ ପରାଧୀନ ହୋଇ ମଧ୍ୟ ପୂର୍ବାଭ୍ୟାସ ପ୍ରଭାବରେ ହିଁ ନିଃସନ୍ଦେହେ ଭଗବାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତଥା ସମବୁଦ୍ଧି ରୂପକ ଯୋଗର ଜିଘାସୁ ମଧ୍ୟ ବେଦରେ କଥିତ ସକାମ କର୍ମର ଫଳକୁ ଉଲ୍ଲଂଘନ କରିଯାଆନ୍ତି। ପୟତ୍ମାଦଜତମାନାସ୍ତୁ ଯୋଗୀ ସଂଶୁଦ୍ଧ କିଳ ବିଷା ଅନେକ ଜନ୍ମ ସଂସିଦ୍ଧସ୍ତଦ ଜାତି ପରଂ ଗତିମ୍। ପରନ୍ତୁ ପ୍ରଯତ୍ନ ପୂର୍ବକ ଅଭ୍ୟାସ କରିଥିବା ଯୋଗୀ ତ ପୂର୍ବର ଅନେକ ଜନ୍ମର ସଂସ୍କାର ବଳରେ ଇହ ଜନ୍ମରେ ସଂସିଦ୍ଧ ହୋଇ ସମସ୍ତ ପାପକୁ ମୁକ୍ତ ହୋଇ ତତ୍କାଳେ ହିଁ ପରମାଗତି ପାଇଯାଆନ୍ତି। ପୂର୍ବାଭାଷଣ ତେନୈବ ह्रियते हेवायापेषा जिघ्रासुରୋऽपि ଯୋଗସ୍ୟ ଶବ୍ଦ ବ୍ରହ୍ମ ଅତିବର୍ଦ୍ଧତେ। ଲକ୍ଷ୍ମୀବାନ ଲୋକଙ୍କ ଘରେ ଜନ୍ମ ନେଇଥିବା ସେହି ଯୋଗଭ୍ରଷ୍ଟ ପୁରୁଷ ପରାଧୀନ ହୋଇ ମଧ୍ୟ ପୂର୍ବାଭ୍ୟାସ ପ୍ରଭାବରେ ହିଁ ନିଃସନ୍ଦେହ ଭଗବାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତଥା ସମବୁଦ୍ଧି ରୂପକ ଯୋଗର ଜିଘାସୁ ମଧ୍ୟ ବେଦରେ କଥିତ ସକାମ କର୍ମର ଫଳକୁ ଉଲ୍ଲଂଘନ କରିଯାଆନ୍ତି। ପ୍ରଯତ୍ନାତ୍ ଯତମାନସ୍ତୁ ଯୋଗୀ ସଂଶୁଦ୍ଧ କିଲ୍ବିଷ ଅନେକ ଜନ୍ମ ସଂସିଦ୍ଧସ୍ତ ଜାତି ପରଂ ଗତିମ୍। ପରନ୍ତୁ ପ୍ରଯତ୍ନ ପୂର୍ବକ ଅଭ୍ୟାସ କରିଥିବା ଯୋଗୀ ତ ପୂର୍ବର ଅନେକ ଜନ୍ମର ସଂସ୍କାର ବଳରେ ଇହ ଜନ୍ମରେ ସଂସିଦ୍ଧ ହୋଇ ସମସ୍ତ ପାପରୁ ମୁକ୍ତ ହୋଇ ତତ୍କାଳ ହିଁ ପରମ ଗତି ପାଇଯାଆନ୍ତି। ତପସ୍ୱିଭ୍ୟଧିକ ଯୋଗୀ ଜ୍ଞାନୀଭ୍ୟସ୍ପି ମତୋऽଧିକା କର୍ମୀଭ୍ୟଶ୍ଚାଧିକ ଯୋଗୀ ତସ୍ମାଦ୍ ଯୋଗୀ ଭବାର୍ଜୁନ। ଯୋଗୀ ତପସ୍ୱୀ ମାନଙ୍କ ଠାରୁ ଶ୍ରେଷ୍ଠ ଶାସ୍ତ୍ରଜ୍ଞାନୀ ମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବୋଲି ଗଣ୍ୟ ହୁଅନ୍ତି ଏବଂ ସକାମ କର୍ମ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଯୋଗୀ ଶ୍ରେଷ୍ଠ। ତେଣୁ ହେ ଅର୍ଜୁନ ତୁମେ ଯୋଗୀ ହେଇଯାଅ। ଯୋଗିନାମପି ସର୍ବେଷାଂ ମଦଗତେନାନ୍ତରାତ୍ମନା ଶ୍ରଦ୍ଧାବାନ୍ ଭଜତେ ମାଂ ସ ମେ ଯୁକ୍ତତମଃ। ଯୋଗୀମାନଙ୍କର ମଧ୍ୟରେ ବି ଯେଉଁ ଶ୍ରଦ୍ଧାବାନ ଯୋଗୀ ମୋଠାରେ ଲାଗି ରହିଥିବା ଅନ୍ତରାତ୍ମାଦ୍ୱାରା ମୋତେ ନିରନ୍ତର ଭଜୁଥାନ୍ତି ସେହି ଯୋଗୀ ମୋ ମତରେ ପରମ ଶ୍ରେଷ୍ଠ ଯୋଗୀ ଅଟନ୍ତି। ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷଦସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସଂବାଦେ ଆତ୍ମସଂଯମ ଯୋଗ ନାମ ଷଷ୍ଠୋଧ୍ୟାୟଃ।